ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଓ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ନିଯୁକ୍ତି ମେଳାର ଆୟୋଜନ କରାଯାଇଛି। ସୂଚନା ଅନୁସାରେ ଏହା ହେଉଛି 15ତମ ନିଯୁକ୍ତି ମେଳା। ନିଯୁକ୍ତି ମେଳା ଯୁବପିଢ଼ିକୁ ସଶକ୍ତ କରିବା ଏବଂ ଜାତୀୟ ବିକାଶରେ ପ୍ରଭାବଶାଳୀ ଢଙ୍ଗରେ ଯୋଗଦାନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୋପ୍ ଫ୍ରାନ୍ସିସ୍ଙ୍କର ଶେଷକୃତ୍ୟ ଆଜି ସମ୍ପାଦନ ହେବ। ତାଙ୍କର ପାର୍ଥିବ ଶରୀରକୁ ଭ୍ୟାଟିକାନ୍ ସିଟିର ସେଣ୍ଟ ମେରି ମେକର କବରସ୍ଥଳକୁ ଏକ ଶୋଭାଯାତ୍ରାରେ ନିଆଯିବ। ସେଠାରେ କଲେଜ ଅଫ୍ କାର୍ଡିନାଲ୍ସ ପକ୍ଷରୁ ଶେଷ ପ୍ରାର୍ଥନା ଏବଂ ଆନୁଷ୍ଠାନିକ ଭାବେ ତାଙ୍କର ପାର୍ଥିବ ଶରୀରକୁ ଭଗବାନଙ୍କୁ ଅର୍ପଣ କରାଯାଇ କବର ଦିଆଯିବ। ଆଜିର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧିମାନେ ଯୋଗ ଦେବା ପାଇଁ ଭ୍ୟାଟିକାନ୍ ସିଟିରେ ପହଞ୍ଚିଛନ୍ତି। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗତକାଲି ଭ୍ୟାଟିକାନ୍ ସିଟିରେ ପହଞ୍ଚିଥିଲେ। ପରେ ସେ ପୋପ୍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରୋମାନ୍ କ୍ୟାଥୋଲିକ୍ ଚର୍ଚ୍ଚର 266ତମ ପୋପ୍ ଫ୍ରାନ୍ସିସ୍ଙ୍କର ଗତ 21 ତାରିଖ ଦିନ 88 ବର୍ଷ ବୟସରେ ଭ୍ୟାଟିକାନ୍ ସିଟିରେ ପରଲୋକ ଘଟିଥିଲା। ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଆସନ୍ତା ମଇ ମାସ 1 ତାରିଖ ଗୁରୁବାରଠାରୁ 20ଟି ଜିଲ୍ଲାର ରବି ଧାନ ସଂଗ୍ରହ ଆରମ୍ଭ ହେବ। ଜୁନ୍ ମାସ 30 ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିବ। ଚଳିତ ଋତୁରେ ସରକାର 14 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗତକାଲି ଭୁବନେଶ୍ୱରରେ ହୋଇଥିବା ବୈଠକରୁ ଜଣାପଡ଼ିଛି। ଧାନ ବିକିବା ପାଇଁ ପ୍ରାୟ 3,37,000 ଚାଷୀ ପଞ୍ଜୀକରଣ କରିଛନ୍ତି। 20ଟି ଜିଲ୍ଲାର 965ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ 200ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ଧାନ କିଣାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ମୁମ୍ବାଇରେ ଇଣ୍ଡିଆ ଷ୍ଟିଲ୍ 2025 ସମ୍ମିଳନୀର ଓଡ଼ିଶା ରାଉଣ୍ଡ ଟେବୁଲ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି, ଇସ୍ପାତ ହେଉଛି ଓଡ଼ିଶାର ପ୍ରମୁଖ ଶିଳ୍ପ। ଇସ୍ପାତ କ୍ଷେତ୍ରରେ ପୁଞ୍ଜିନିବେଶ କରି ଓଡ଼ିଶା ଗଠନରେ ସହଯୋଗୀ ହେବା ପାଇଁ ନିବେଶକମାନଙ୍କୁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଶିଳ୍ପ ଜଗତର ଆବଶ୍ୟକତା ପୂରଣ ଲାଗି ସରକାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରିଛନ୍ତି। କଞ୍ଚାମାଲଠାରୁ ଆରମ୍ଭ କରି ଜମି, ସଡ଼କ ଓ ରେଳପଥ ସଂଯୋଗ ତଥା ଜଳ ଓ ବିଦ୍ୟୁତ୍ ଯୋଗାଣ ପର୍ଯ୍ୟନ୍ତ ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ତ ଆବଶ୍ୟକତାକୁ ସରକାର ପୂରଣ କରିବେ। ମନୁଷ୍ୟର ଜୀବନ ଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ନେଇ ପୃଥିବୀରେ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳନ କରାଯାଉଛି। 2001 ମସିହାରୁ ପ୍ରତିବର୍ଷ ଆଜିର ଦିନରେ ପ୍ରାଣୀମାନଙ୍କୁ ସହାନୁଭୂତିମୂଳକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସର ବାର୍ତ୍ତା ରହିଛି, ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ସଂଗଠିତ ପଦକ୍ଷେପର ଆବଶ୍ୟକତା। ଆଜି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ। ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରସ୍ତାବକ୍ରମେ 2000 ମସିହା ଠାରୁ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପାଳନ କରାଯାଉଛି। କପିରାଇଟ୍, ଟ୍ରେଡମାର୍କ, ଡିଜାଇନ୍, ପେଟେଣ୍ଟ ଭଳି ବୌଦ୍ଧିକ ସମ୍ପତ୍ତି ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହା ସହିତ ଏହି ସମ୍ପତ୍ତିଗୁଡ଼ିକର ଦୁରୁପଯୋଗ ନେଇ ବିଭିନ୍ନ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟ ଏକ ମୂଳ ଲକ୍ଷ୍ୟ। ଏହା ସହିତ ନୂତନ ଉଦ୍ଭାବନ, ନୂତନ ବିଚାର ଆଦିକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଏହି ଦିବସ ପାଳନ ସହାୟକ ହୋଇଥାଏ। ନୂତନ ଓଡ଼ିଶା ଗଠନର ଅନ୍ୟତମ କର୍ଣ୍ଣଧାର ଏବଂ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କର ଆଜି 134ତମ ଜୟନ୍ତୀ ପାଳନ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଏହି ଉପଲକ୍ଷେ ରାଜାଙ୍କର ପୈତୃକ ସ୍ଥାନ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ଭୁବନେଶ୍ୱରରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପାରଳାଖେମୁଣ୍ଡି ସହରର ବଜାର ଛକ, ଗାନ୍ଧୀ ଛକ ଏବଂ ସମାଧି ପୀଠରେ ମହାରାଜାଙ୍କର ପ୍ରତିମୂର୍ତ୍ତିରେ ଆଜି ସକାଳୁ ସାଧାରଣ ଜନତା ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ସନ୍ଧ୍ୟା 6ଟାରେ ଜୟଦେବ ଭବନରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳବାଇ ଖୋର୍ଦ୍ଧା ରୋଡ୍ ପକ୍ଷରୁ ରେଲୱେ ଷ୍ଟାଡିୟମଠାରେ ଆନ୍ତଃ ବିଭାଗୀୟ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଖୋର୍ଦ୍ଧା ରୋଡ୍ ରେଳ ପ୍ରବନ୍ଧକ ଏଚ୍.ଏସ୍. ବଜୁଆ ଗତକାଲି ଉଦ୍ଘାଟନ କରିଛନ୍ତି। ପ୍ରତିଯୋଗିତାରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର 13ଟି ବିଭାଗର ରେଳ କର୍ମଚାରୀ ଭାଗ ନେଉଛନ୍ତି। ପ୍ରଥମ ଥର ପାଇଁ ଖୋର୍ଦ୍ଧା ରେଳବାଇ ଷ୍ଟାଡିୟମରେ କ୍ରିକେଟ ମ୍ୟାଚ୍ ଟର୍ଫ ପିଚ୍ରେ ଖେଳାଯାଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ ଏବଂ ସୋମବାରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନର ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।
ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2ଟା 32 ମିନିଟ୍ରେ।